ଆରେ ତୁ ଜାଣିନୁ ମୁଁ କେତେ ଚାଲାକ। ଚୋରି କରିବା ତ ମୋ ବାଁ ହାତର ଖେଳ। ତୁ ଖାଲି ଦେଖ ମୁଁ କେମିତି ଚଢ଼େଇ ଘରୁ ଆମ୍ବ ଚୋରି କରି ଆଣୁଛି। ଏମିତି କହି କାଉ ସେଇ ରାତିରେ ଚଢ଼େଇର ଘରକୁ ଗଲା। ଝରକା ପଟୁ ସେ ଘର ଭିତରେ ପଶିଲା। ଚଢ଼େଇର ଘରଟି ପୁରା ଅନ୍ଧାର ଥିଲା। କାଉ ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଯିବା ସମୟରେ ହଠାତ୍ ଏକ ଟେବୁଲ ସହ ଧକ୍କା ହେଇ ତଳେ ପଡ଼ିଗଲା। ସେଇ ଶବ୍ଦରେ ଚଢ଼େଇର ନିଦ ଭାଙ୍ଗିଗଲା। ସେ ଘରର ଆଲୁଅ ଜଳିଦେଲା। କାଉ ଚଢ଼େଇକୁ ନ ଦେଖି କହିଲା, ଯାହା ହେଉ ଆଲୁଅ ଜଳିଗଲା। ଏବେ ମୁଁ ଆରାମରେ ଚଢ଼େଇ ଘରୁ ଆମ୍ବ ଚୋରି କରିପାରିବି। ଆଚ୍ଛା, ମୋ ଘରକୁ ତୁ ଆମ୍ବ ଚୋରି କରିବାକୁ ଆସିଛୁ? ରହ, ମୁଁ ଏବେ ତତେ ଆମ୍ବ ଦେଉଛି। ଏମିତି କହି ଚଢ଼େଇ ତା ଲାଠିରେ କାଉକୁ ଅନେକ ପିଟିଲା। ଆରେ ମରିଗଲି ରେ ଚଢ଼େଇ, ଛାଡ଼ିଦେ ମତେ। ମୋ ଘର ଭାବି ମୁଁ ତ ଘରକୁ ଭୁଲରେ ପଶି ଆସିଥିଲି। ଆରେ କାଉ,